ମୁଁ ଆପଣମାନଙ୍କୁ ରାଉରକେଲାର ଆଉ ଗୋଟେ ସୁନ୍ଦର ହାଟକୁ ସ୍ୱାଗତ କରୁଛି। ତ ବର୍ତ୍ତମାନ ମୁଁ ଆସି ପହଞ୍ଚି ଭାନୁଲତା ହାଟରେ ହେଲା। ତ ଆସନ୍ତୁ ହାଟ ବୁଲି ଦେଖିବା କ'ଣ କ'ଣ ରହୁଛି। ତ ଆପଣମାନେ ଏଇଟା ଯେଉଁ ଦେଖୁଛନ୍ତି ଏଇଟା ରହୁଛି ଭାନୁଲତା ହାଟ ହେଲା। ତ ଆସନ୍ତୁ ହାଟ ବୁଲି ଦେଖିବା କ'ଣ କ'ଣ ଜିନିଷ ରହିବ ସବୁ ଜିନିଷ ଆପଣଙ୍କ ଭିଡ଼ିଓ ମଧ୍ୟରେ ସେୟାର। ଆଉ ସେ କମଳା କେତେ ମାନେ ଭାଗ 10 ଟଙ୍କା ମାନେ ଦେଖନ୍ତୁ କମଳା ଯାହା ଦେଖୁଛନ୍ତି ଆପଣମାନେ ଭାଗ 10 ଟଙ୍କା ରହୁଛି ହେଲା। ଏ ବୁଟ କେତେ ଅଛି କେଜି 40 ଟଙ୍କା କେଜି ମାନେ ଭାଗ 10 ଟଙ୍କା ନା କେଜି 20 ଟଙ୍କା ମାନେ ଶାଗ ନା এটা পুদিনা রয়েছে এটা আগে সরষ এইটাকে সরষ শাগ কହୁଛନ୍ତି ହେଲା। ତ ଏଇଟା ମୁଁ କୋଶଳା ଶାଗ ଯେମିତି ଖାଉ ସେମିତି ସବୁ ଖାଇବୁ ନା ନା କେମିତି ସେମିତି ଭଜାଇ ଖିଆବଟି ମାନେ ଜଷ୍ଟ ମାନେ ଭିତରକୁ ହାଟ ଭିତରୁ ଜଷ୍ଟ ଏଣ୍ଟ୍ରି କରିଛି ହେଲା। ମାନେ ପ୍ରାୟତଃ ମାନେ ଫାଷ୍ଟ ମୁଣ୍ଡରୁ ହିଁ ସବୁ ଭାଗ 10 ଟଙ୍କା ନା ପାଉଛି କେଜି 20 ଟଙ୍କା ହେଲା। ମାନେ ଏଇଟା ୟୁଟ୍ୟୁବରେ ଛଡ଼ା ହେବ ଫେସବୁକ୍ରେ ଛଡ଼ା ହେବ ସେଇଥିପାଇଁ ଭିଡ଼ିଓ ବନାଉଛି। ମାନେ ଦେଖ ସ୍ପେଶାଲ ଚୁଲି ହରିକା ରହୁଛି ଆଉ ଏଠି ମାଉସୀ ପାଖରେ ଜାଳ ହରିକା ରହୁଛି ହେଲା। ତ ଦେଖ ଭାଇ ପୁରା ସ୍ପେଶାଲ କରିକି ନିଜେ ରୋଷେଇ କରୁଛନ୍ତି ହେଲା। ମାନେ ଚୁଲି ସବୁ ଲାଇନ୍ ହେଇକି ରହୁଛି ମାନେ ଭାନୁଲତା ହାଟକୁ ଆସିଲେ ଆପଣ ମାନେ ସ୍ପେଶାଲ ନିଜେ କରିକି ଏଠି ଆପଣମାନେ ଖାଇପାରିବେ। ଏଇଟା ଯେଉଁ ମାଉସୀ ବନାଉଛନ୍ତି ବର୍ତ୍ତମାନ ଦେଶୀ ଲସି ବନାଉଛନ୍ତି ଆଉ ପିଇବା ଦେଖିବା କେମିତି କ'ଣ ଲାଗୁଛି। ତ ସେଇଟା ମୁଁ ଆପଣଙ୍କୁ ବହୁତ ଭଲ ଲାଗିଲା କାହିଁକିନା ଦେଶୀ ଲସି ରହୁଛି ମାନେ ସେ ଦେଶୀ ଯେଉଁ ହିସାବରେ ମାନେ ବନାନ୍ତି ସେମିତି ବନାଉଛନ୍ତି ଭଲ ବି ଲାଗିଲା ପିଇବା ପାଇଁ ଭଲ ଟେଷ୍ଟ ବି ଲାଗିଲା। ଆପଣ ଥରେ ଆସି ନିଶ୍ଚୟ ଟେଷ୍ଟ କରନ୍ତୁ କେମିତି କ'ଣ ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।